ଆସନ୍ତୁ ଆମେ ଆଜି ସୁଜିର କେକ୍ ବନେଇବା। ପ୍ରଥମେ ମଇଦା କେକ୍ ବନେଇଥିଲି, ଏତେ ଟେଷ୍ଟି ଲାଗିଥିଲା ଯେ ମୁଁ ଭାବିଲି କି ଆଉ ଥରେ ବନେଇବି, କିନ୍ତୁ ମଇଦାଟି ଅନହେଲ୍ଦି ହେଇଥାଏ ତ ସେଥିପାଇଁ ମୁଁ ସୁଜିରେ କେକ୍ ବନେଇଲି। ଆସନ୍ତୁ ଏବେ ରେସିପି ଷ୍ଟାର୍ଟ କରିବା। ପ୍ରଥମେ ଗୋଟେ ପ୍ରେସର କୁକରରେ କିଛି ଲୁଣ ଦେଇ ତାକୁ ତାତିବା ପାଇଁ ଛାଡ଼ି ନେବା। ଏବେ ଗୋଟେ ଗ୍ରାଇଣ୍ଡର ଜାର୍ ନେବା, ସେଇଥିରେ ଏ ଗିନାରେ ଗୋଟେ ଗିନା ସୁଜି ନେବା ଆଉ ତାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିକି ନେଇ ଆସିବା। ଏବେ ଗୋଟେ ପାତ୍ର ନେବା, ସେଥିରେ 3 ବଡ଼ ଚାମଚ ଘିଅ ପକାଇ ନେବା। ଯେଉଁ ଗିନାରେ ସୁଜି ନେଇଥିଲେ ସେଇ ଗିନାରେ ଅଧ ଗିନେ ଦହି ଆଉ ଅଧ ଗିନେ ଚିନି ପକାଇକି ତାକୁ ଭଲ ଭାବରେ ଗୋଳେଇ ନେବା। ଆଉ 4ଟା ଗୁଜୁରାତିକୁ ଛେଚିକି ସେଥିରେ ଦେଇଦେବା ଆଉ ଗ୍ରାଇଣ୍ଡିଙ୍ଗ କରିଥିବା ସୁଜିକୁ ସେଥିରେ ଦେଇ ତାକୁ ଭଲ ଭାବରେ ଗୋଳେଇ ନେବା ଆଉ ତାକୁ ଅଧଘଣ୍ଟା ରେଷ୍ଟରେ ଛାଡ଼ି ନେବା। ଦେଖନ୍ତୁ ସୁଜି ମୋର ଫୁଲିଗଲାଣି। ଏବେ ତାକୁ କ୍ଷୀର ଦେଇ ତାକୁ ଭଲ ଭାବରେ ଗୋଳେଇ ନେବା। ଦେଖନ୍ତୁ ବ୍ୟାଟରକୁ ଏତିକି ପତଳା ରଖିବେ ଆଉ ଅଧିକା ପତଳା କରିବେନି। ଏବେ ସେଥିରେ 1 ଚାମଚ ବେକିଂ ପାଉଡର ଆଉ ଅଧ ଚାମଚ ବେକିଂ ସୋଡ଼ା ଦେଇ ତାକୁ ଆଉ ଟିକେ ଗୋଳେଇ ନେବା। ଏବେ ସେଥିରେ କିଛି ଟୁଟି ଫୁଟି ଦେଇ ତାକୁ ଗୋଳେଇ ନେବା। ଗୋଳେଇ ସାରିବା ପରେ ଗୋଟେ ପାତ୍ରରେ 1 ଗିନା ଘିଅ ଦେଇ ତାକୁ ଭଲ ଭାବରେ ସ୍ପ୍ରେଡ୍ କରି ନେବା। ଏବେ ସେଇ ପାତ୍ରରେ ବ୍ୟାଟରକୁ ଢାଳିବା ଆଉ ଟିକେ ତାକୁ ବାଡ଼େଇ ନେବା। ବାଡ଼େଇ ସାରି ତା ଦେହରେ ଟୁଟି ଫୁଟି ପକାଇ ଗାର୍ନିସିଂ କରିଦେଇ ଗରମ କରିଥିବା ପ୍ରେସର କୁକରରେ ଷ୍ଟାଣ୍ଡ ଦେଇ ତାକୁ ବସାଇ ଦେବା। ଆଉ ପ୍ରେସର କୁକରର ଲିଡ୍ କାଢ଼ି ତାକୁ ଘୋଡ଼େଇ ନେବା ଆଉ ଘଣ୍ଟେ ପର୍ଯ୍ୟନ୍ତ ତାକୁ ଛାଡ଼ି ନେବା। ଏବେ ଦେଖନ୍ତୁ ମୋର କେକ୍ ସିଝିଗଲାଣି। ଆଉ ଏବେ ଛୁରୀରେ ଚେକ୍ କରିବା। ଦେଖନ୍ତୁ ଏବେ ମୋର କେକ୍ ପୁରା ଭଲ ଭାବରେ ସିଝି ଯାଇଛି, ଟିକେ ବି ଲାଗୁନି। ଏବେ ତାକୁ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଦେଖନ୍ତୁ ଏବେ ମୋର କେକ୍ ପ୍ରସ୍ତୁତ ହୋଇଗଲା। ଯଦି ଆପଣମାନଙ୍କୁ ମୋ ଭିଡ଼ିଓ ଭଲ ଲାଗେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଧନ୍ୟବାଦ। ରାଧେ ରାଧେ।